ଆମର ଏଠି ଅଧିବେଶନରେ ସବୁଠି ଗୋଟିଏ ଦି ଜଣ ସବୁ ଦି ଜଣ ପାଳିଆ ଥିବେ। ପାଳିଆ ତ ଅଧିବେଶନ ହୁଏନି, ଆମର ତ ଅଧିବେଶନ ବହୁତ ଜିନିଷ ହେଉଛି। ସବୁ ସକାଳ ଅଧିବେଶନରେ ଦି ଜଣ ଥିବେ। ସକାଳ ପୂଜା ବେଳକୁ ଆଳତି ହବ, ଜଣେ ଗାଉଥିବ ଗୀତ, ଜଣେ ମୃଦଙ୍ଗର ହେଇକି ନଥିବ, ଝାଞ୍ଜ ନଥିବେ, ସେ ତା ଯିଏ ଗାଉଥିବ ଗୀତ ତା ପୁଅ ଆଇଥିବ ଗିନି ବଜାଉଥିବ ଟିକେ। ଆଚ୍ଛା, ଆଉ ଜଣେ ପୂଜକ, ଆଉ ଜଣେ ତାଙ୍କ ଭିତରେ 3-4 ଜଣ ମାକ୍ସିମମ୍। କିନ୍ତୁ ଯାହା ହଉ ଆମ ଆଶୀର୍ବାଦ ଠାକୁରଙ୍କର ଏତିକି, ମାନେ ଏଇଟା ଆଶୀର୍ବାଦ କ'ଣ ଯେମିତି ଆମେ ସମସ୍ତଙ୍କର, ଯଦି ଆମେ ସମସ୍ତଙ୍କ ମନରେ ପ୍ରାଣରେ ସେତିକି ଆସିବ ଯେ ଆମେ ସଙ୍ଗକୁ ନ ଯାଇକି ରହିପାରିବା ନାହିଁ, କ'ଣ ହେଇଯାଉ ଆସିବ। ଧୀରେ ଆମର ଆସୁଥିଲା, ଆମେ ତ ନୂଆ ନୂଆ ସମସ୍ତେ ଯାଉଥିଲୁ, ଥରେ କେବେ ଆମେ ଯେହେତୁ ମାସକୁ ଥରେ ହେଉଥିଲା ପୂଜା, ମାସକୁ 2 ଥର ହେଲା। ତେଣୁ ସମସ୍ତଙ୍କର ଯଦି କେବେ ଆସିବ ସେ ସଙ୍ଗର ଉନ୍ନତି ହେବ। ତେଣୁ ସଙ୍ଗର ଉନ୍ନତି ହେଲେ ଆମର ଉନ୍ନତି ହେବ, ଆମର ଉନ୍ନତିରେ ଆମର ସାହି ପଡ଼ିଶା ଉନ୍ନତି, ଦେଶର ଉନ୍ନତି, ଠାକୁର। ତେଣୁ ସେଇ ଜିନିଷଟାକୁ ଆମେ ଆମର ଆସିବ କେମିତି? ଯାହା କହିଲେ ଠାକୁର କହିଛନ୍ତି, ଏଇଟା ବିରାଟ ସତ୍ୟ, ଏଥିରେ ଆଉ ପରୀକ୍ଷା ନାହିଁ। ଆମେ ତ ଏଇଟା କଲେ କ'ଣ ହବ, ଏଇଟା ନ କଲେ କ'ଣ ହବ, ଠାକୁର କହିଛନ୍ତି ଏଇଟା କରିବା ବାଧ୍ୟ। ଏଇଟା ମାନେ ଯେଉଁ ମାନେ ତାଠୁ ଆଉ କିଛି ନାହିଁ ଉପାୟ। ମାନେ ମର ଯୁଗେ ଦେବୁ, ଏବେ ଯାଉନୁ, ଆଉ ଶେଷ ସମୟ ଡାକିଲେ କେମିତି ଯିବୁ, ଠିକ୍ ସମୟ ଡାକିଲେ କେମିତି ଯିବୁ। ତେଣୁ କେତେବେଳେ ଠାକୁରଙ୍କ ଡକରା ଆସିବ ଜାଣିନି, ପ୍ରତି ମୁହୂର୍ତ୍ତରେ ଆମେ ମରଣ ଭଲ ମରଣର ଯୋଜନା ଯୋଉଟା। ତେଣୁ ସେଇ ଯେଉଁ ଜୀବନଟା ଆମେ ଏଠି ଠାକୁର ପାଇଁ କେତେ ଲଗେଇବା। ତେଣୁ ଏଠି ଆସିଲେ, ଆଚ୍ଛା ଏଠି ଆସିଲେ କ'ଣ କରିବା? ଆମେ ଠାକୁର ନିତ୍ୟ ପାର୍ଶ୍ୱଦ। ତେଣୁ ସେ ଯେମିତି ଭାଇ କହିଲେ ଅନୁଦାନ କଲେ, ସେକ୍ରେଟାରୀ କାମ ଯେମିତି ସିଏ ମନ୍ତ୍ରୀ ନବୀନ ପଟ୍ଟନାୟକ ଯେମିତି ପାଣ୍ଡିଆନ ତାର ପିଏ, ସିଏ ଯାହା କହ ସେଇଆ। ତେଣୁ ଆମେ ଠାକୁର ପାଇଲେ ଆମେ ଠାକୁର କାମ କରିବା। ଆଚ୍ଛା କ'ଣ କରିବା? ଠାକୁର ସେବା କରିବା। ଆଚ୍ଛା ସେବା କେମିତି କରିବା ତାର ଉପାୟ ଅଛି। ଆମେ ଅଧିବେଶନରେ ଆସିବା, ଆମର ଗୋଟେ ଅଛି ନିୟମ ଅଛି, ଲେଖା ହେଉଛି ଯେ ମୁଁ ସବୁବେଳେ ଖୋଜେ ଯେହେତୁ କ'ଣ ଭାଇ ପାଳି ଏଥର କିଏ ଠାକୁରଙ୍କର ସେ ପରିମଳଟା କିଏ ଗାଇ ନାହାନ୍ତି, କିଏ କାହା ନାଁ ଦରକାର, ନାଁ ଗୋଟେ କହିଦିଅ ମୁଁ ଲେଖିଦେବି। ଆଚ୍ଛା ସେ ପରିବେଷଣ କେହି ନାହାନ୍ତି, କାହାକୁ ପକେଇବା ସୁବିଧା ତମେ ପକେଇ ଦିଅ, ମାନେ ମୁଖ୍ୟଟା ମୋର ଦରକାର। ଆଚ୍ଛା ଭାଇଙ୍କ ଭାଇ ଏଇମାନେ ମୁଖ୍ୟ, ଆଉ ତାପରେ ସହକାରୀ ଯିଏ କରିବ ଆଉ। ଆଚ୍ଛା ବେଳେବେଳେ କ'ଣ ନଥାଏ, ମୁଁ ପକେଇଦିଏ ମୋ ନାଁ, ତରଫ ଲେଖିଦିଏ ମୋ ନାଁ। ତଥାପି ଆମ ସାଙ୍ଗର ଠାକୁରଙ୍କ ଆଶୀର୍ବାଦ, ଭାଇଙ୍କ ଇଚ୍ଛା ଆମେ ବହୁତ ଜିନିଷ ଏମିତି 15ଟା ପାଳି ଲିଷ୍ଟରୁ ମାକ୍ସିମମ୍ 12ଟା-13ଟା ବି ଫିଲ୍ হবে ମୁଖ୍ୟ ସଭା ହିସାବରେ। ଆଉ ଗୋଟେ ହେଇଯାଏ, ତାପରେ ଆମ ଭାଇମାନେ ଡବଲ ପକେଇଦିଏ। ଆଚ୍ଛା କୁହନ୍ତୁ ନା ଏଠିକି ଆଇକି ସେବା କରିବା। ଆଚ୍ଛା ସେବା କରିବା କ'ଣ ନା ଭାଇଙ୍କ ଅନୁମତିରେ ସେବା କରିବା। ଅଧିବେଶନ ଆସିଲେ ଆମର ନିମନ୍ତ୍ରଣ ଲେଖା ହେଲା, ସେବା ବଣ୍ଟା ହେଲା। ଭାଇ କହିଲେ ସେବା କ'ଣ ନା, ଆର ସେବା ହେଉଛି ଯେ ସଭା ଆୟୋଜନ କଲେ। ସଭା ଆୟୋଜନ କ'ଣ କରି ଭାଇକି ଜଣାଇଲେ, ସିଏ ସିଗ୍ନେଚର କଲେ, ସିଗ୍ନେଚର କରିକି ଭାଇକି ଜଣାଇଲେ। ଅଧିବେଶନ ସକାଳେ ଆସିଲେ ଭାଇକି ଜଣାଇଲେ, ଭାଇ ମୁଁ ସେବା କରେ। ତେଣୁ ଆମର କ'ଣ ଆଉ ଡର ନାହିଁ, ସେବାର ଭୁଲ ହେଲେ ବି ଡର ନାହିଁ। ତାର ଭୁଲ ବି ହେବନି, କାରଣ ଭାଇକି ଜଣେଇছে ଭୁଲ ହେବାର ବହୁତ କମ୍। ଯଦି ଭୁଲ ହେଲେ କ'ଣ ସେବା ଆମର ସେବାର ତ୍ରୁଟି ଅଛି, ତେଣୁ ସେବାର ସମୟ ଭାଇକି ତ୍ରୁଟି କରେ। ତେଣୁ ଆମେ ସେବା କରିବା, ତାର ତ୍ରୁଟି ଭାଇକି ଜଣେଇକି କରିବା। ତେଣୁ ଏଠିକି ଆସିଲେ ଏଇ ଜିନିଷ ସେ ଭାଇ ଜଣେ କହିଲେ, ଭାଇ କ'ଣ କରିବା, ତ କିଛି କାମ ନାହିଁ, ମୁଁ ଯାଇ କ'ଣ କରିବି। ମୁଁ କହିଲି ସେଠି ଗଲେ ସିନା ହବ, କ'ଣ ମୁଁ ଜାଣିଛି ଠିକ୍ ଗଲେ ଜଣା ପଡ଼ିବ କ'ଣ ହବ ନା। ଆଚ୍ଛା ହଉ ଠିକ୍ ଯିବା ଯିବା। ଆଚ୍ଛା ସେ ଆସିବେ ଯେଉଁ କାଲି କହିଲେ ଏଠି କଥା ସେ ଦୋସ୍ତ କହୁଛି ଯେ ମୁଁ କହିଲେ ଭାଇ କ'ଣ କରିବା, ପାଗରେ ଶୁକ୍ରବାର ଗୁରୁବାର ବୁଧବାର କ'ଣ କହିଲେ ଭାଇ ଆଉ ବୁଧବାର ପାଣି ଥର ମୋର କ'ଣ ପଡ଼ୁଛି ଏବେ ପକେଇ ଦେଇଛୁ, ମୋ ସାଙ୍ଗ ହେଇକି କଥା କରିছে। ଆଚ୍ଛା ମୋର କ'ଣ ପକେଇ ଦେଇଛୁ? ମୁଁ କହିଲି ଆଉ ହେଇଯାଇଛି, ଆଉ ତ ଆମ ଘର ସାଙ୍ଗରେ ନା ଆଚ୍ଛା ଠିକ୍ ଅଛି, କ'ଣ କରିବା, ମୁଁ ତ ରହିବିନି ଏମିତି। ଆଉ ଶନିବାର ରହିବି, ଶନିବାର ହେଉଛି ମେନ୍ କାମ। ରବିବାରଟା କ'ଣ ପୂଜା, ଶନିବାର ସେବାକର ମେନ୍। ଆଚ୍ଛା କହିଲେ ଭାଇ କ'ଣ ବୁଧବାର ଫୋନ୍ କଲେ, ଭାଇ ଶୁକ୍ରବାର ଆଉ ଶନିବାର ରବିବାର ଟିକେ କାମ ଅଛି। ମୁଁ କହିଲି ଆଚ୍ଛା ହଉ ମତେ ଅଛି ତ, ଶନିବାର ତୁ ଆସେ, ମୁଁ ତ ଯିବି ଆଉ ଦେଖିବା ଆଉ। ସିଏ ଯେମିତି କହିଲେ ଆଚ୍ଛା ଏଠି ଆସିଲେ ଠାକୁର ଚିନ୍ତନ କହିଲେ ମୋର କହିଲା ବୁଝିଲି ଏମିତି ପ୍ରୋଗ୍ରାମ ଆସିଲେ ଏଠି ଆସିଲେ ସେ ହେଇଯାଏ। ତେଣୁ ଏଠି ଆସିଲେ ସଂଘକୁ ଯୋଗ ଦେବା ଆମର କାମ। ଏଥିରେ କୌଣସି ସନ୍ଦେହ ନାହିଁ, କୌଣସି କିଛି ନାହିଁ। କେଉଁ ଭାଇଙ୍କ ସାଙ୍ଗରେ ମୋର ଖରାପ ପଡ଼ୁ, କେଉଁ ଭାଇଙ୍କ ସାଙ୍ଗରେ ଭଲ ପଡ଼ୁ, ଭାଇ ଅନୁଯାୟୀ କହିଲେ କ'ଣ ପଡ଼ୁ,
ସିଏ ଠାକୁର ତାକୁ ଗ୍ରହଣ କରୁଛନ୍ତି। ଆମର ନାହିଁ ସେଥିରେ କୌଣସି ଗାର ନାହିଁ, କୌଣସି ନାହିଁ ଆମେ ତାକୁ ଭଲ ପାଇବା ନାହିଁ, ବାଧ୍ୟ ଆମେ ତାକୁ ଭଲ ପାଇବା। ତେଣୁ ଆମେ ସମ୍ଭବ ଯୋଗ ଦେବା। ସମ୍ଭବ ଯୋଗ ଦେଲେ ଆମର ଶରୀରଟା ଧୀରେ ଧୀରେ ସଂସ୍କାର ଆସିବ। ଆମକୁ ଦେଖିକିରି ଆମ ପରିବାର ପାଖ ପଡ଼ୋଶୀ ସମସ୍ତଙ୍କୁ ଯାହାବି ଇଏ ହେଇ ଯାଉଛି ଲୁଗା ପିନ୍ଧି କ'ଣ କରିବୁ ସେଠି। ଆରେ ମୁଁ ଏଠି ଲୁଗା ପିନ୍ଧି ଯିବି, ସେଠି ଯାଇକିରି ମୋ ସ୍ତ୍ରୀ ବାଡ଼େଇବି, ମୁଁ ଗଣ୍ଡଗୋଳ କରିବି, ପିଲାକୁ ବାଡ଼େଇବି, ସେଠି ଯାଇକି ସିଗାରେଟ୍ ମଦ ପିଇବି କରିକି ଯାଉଛି, ସେଠି ସିଏ ଶିଖିକି ଆଉଛି। ମାନେ ଆମ ଠାକୁରଙ୍କ ନିନ୍ଦା ଅଛି। ତେଣୁ ଆମର ଏମିତି ଚାଲିଚଳ ଏଠି ହେଇଯିବ ଏମିତି, କାରଣ ଆମେ ସମସ୍ତଙ୍କ ମନ ଅଲଗା। କିଏ କୋଉଠି କିଏ କାହାର ଆଇଛି, ଆମେ ସମସ୍ତଙ୍କୁ ନେଇ ଆମେ ଚଳୁଛୁ। ସିଏ ଭାଇ ଯେ ଭାଇ ଟିକେ ଠାକୁର ଇଏ ହବ କରିଦେବା, ଆଉ କ'ଣ ଅଛି ଭାଇ, ଏଇଟା ଟିକେ ହବ ନା, ହଁ ସେଟା ବି ହେଇଯିବ। ରୋଷେଇ ସମୟରେ ବହୁତ ଇଏ ଚାଲେ, ଭାଇ ଟିକେ ଭଜା ଟିକେ ଅଛି, ଆଉ ପୋଟଳ ବଳିଗଲା ଭଜା କରି ତ କରିଦିଅ। ମୁଁ ମନା କରେ, ବହୁତ ସମୟ ମନା କରେ, ଧର ମା କହୁଛି ଦେହ ଭାଇ ରାଇ ଆଉ ଶାଗ ଗୁରା ଅଛି, କ'ଣ କରେ କରିଦେଉନ। ମାନେ ଆମେ ସବୁ ମନ ଖାଇକିରି ସମସ୍ତ ମନେ ଚଳୁଛୁ। ଆରେ ଏଇଟା କୋଉଠି ହବନି। ଗାଁ ଭୋଜି ମାନଙ୍କରେ ନା ହବ ନାହିଁ, ନା ଏଇଟା ନାହିଁ ତ ଯିଏ ଯାହା କରୁ ଖରାପ କରୁ, ସେ ତାର ଗୋଟେ କଥା ନୁହଁ। କିନ୍ତୁ ଏଠି ସେଟା ହଉଛି କାହିଁକି ନା ଆମେ ଠାକୁରଙ୍କୁ ସବୁ ଭଲ ପାଉଛୁ। ଆମ ପାଇଁ ଠାକୁରଙ୍କୁ ସବୁ, ଠାକୁରଙ୍କ ପିଲା ଆମେ। ସିଏ ଯେମିତି ଆମକୁ ନ ଦେଖିଲେ ବାଉଳ ହେଇଯାଇଛି, ଆମ ସ୍କିନ୍ ଖୋଲିଲେ ଆଳତି ହବ, ଆଳତି ପିଲାରୁ ଖୋଜିବ କିଏ କିଏ ଅଛନ୍ତି। ଯେଉଁମାନେ କାଲି ଅନୁମତି ନେଇଥିଲେ ସେମାନେ ଅଛନ୍ତି କି ନାହିଁ। ଆଚ୍ଛା ସେମାନେ ତ ତାହେଲେ ସେବା ଠିକ୍ ଭାଇ ବି ଖୋଜିବେ, ସେମାନେ ଅଛନ୍ତି କି ନାହିଁ। ତେଣୁ ଆମର ପ୍ରତ୍ୟେକ ଦିନ ଏତିକି ଆମେ ଠାକୁରଙ୍କୁ ଭଲ ପାଇବା, ସଂଘକୁ ଆସିବା, ଆଉ ଠାକୁରଙ୍କ ଆଶୀର୍ବାଦ। ଆମର କନଷ୍ଟ୍ରକ୍ସନ କାମ ଯେହେତୁ ଆମେ ବହୁତ ଭାଇମାନେ ଆଉଛନ୍ତି, ଭକ୍ତ ବସିବାକୁ ଜାଗା ହେଉନି, ଯେଉଁଟାକି ଆମେ ଆଜିକି 5-7 ବର୍ଷ ହେଲା ଭୋଗୁଛେ। ଆଉ ଆଶୀର୍ବାଦ ଠାକୁରଙ୍କ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ। ସବୁଦିନ ଆମେ ଠିକ୍ କରୁଛେ ଯେ ଆମର କନଷ୍ଟ୍ରକ୍ସନ କାମ ଚାଲିଛି କିପରି ଭାବରେ ଅତି ଆଉ ମ୍ୟାକ୍ସିମମ୍ ବର୍ଷେ ଭିତରେ ଠାକୁରଙ୍କ ଆଶୀର୍ବାଦରୁ ସେଠି ହେଇକିରି ଆମେ ଠାକୁରଙ୍କ ନିଜ ଘର ଯେଉଁଟା, ସେ ଠାକୁରଙ୍କ ନିଜ ଘର ହେବ। ଯେଉଁଟା ଆମର ଯେଉଁଟା ସବୁଠୁ ବଡ଼ ଇଚ୍ଛା, ବାଙ୍ଗଲୋର ଆମେ ସମସ୍ତେ ଆଇଲୁ ଯାଉଛେ ଠାକୁର ନିଜ ଘର ହେବ, ଠାକୁର ନିଜେ ରହିବେ ସେଠି। ଆମେ ସମସ୍ତ ମନରେ ସବୁଦିନ ଠାକୁରଙ୍କୁ ପ୍ରାର୍ଥନା କରିବା କେମିତି ଠାକୁର ସେ କାମ ସୁରକ୍ଷରେ ହେଇକିରି ଠାକୁର ତାଙ୍କ ନିଜ ଘରକୁ ଯିବେ। ସେତିକି ମୋର ପ୍ରାର୍ଥନା ଠାକୁରଙ୍କ ପାଖରେ।